ଦେଖନ୍ତୁ ବନ୍ଧୁତା କରିବାଟା ମୋର ଏକ ନିରନ୍ତନ ପ୍ରକ୍ରିୟା। ସେଥିପାଇଁ ଆମର ବେଦ କହିଲା ଯେ ମିତ୍ରତା କର, ପ୍ରାଣୀ ଜଗତ ସାଙ୍ଗରେ ମିତ୍ରତା କର। ଭଗବାନ ମଧ୍ୟ ମିତ୍ରତା କରିବା ପାଇଁ ଧରା ପୃଷ୍ଠକୁ ମଝିରେ ମଝିରେ ଓହ୍ଲେଇ ଆସିଛନ୍ତି। ତେଣୁ ଇଏ ମିତ୍ରତା କରିବାର ପ୍ରକ୍ରିୟା, ସେ ପ୍ରକ୍ରିୟାରେ ମୋତେ ଭିନ୍ନ ମତ, ଭିନ୍ନ ରାଜନୀତିକ ବିଚାରଧାରା ଆଦୌ ପ୍ରଭାବିତ କରିପାରେ। ମୋର ବିଚାରଧାରା ସେ ବିଚାରଧାରାରେ ଅକ୍ଷର ଅକ୍ଷରେ ମୁଁ ଯିବି, କିନ୍ତୁ ବିପରୀତ ବିଚାରଧାରା ସାଙ୍ଗେ ଏକମତ ନହେଲେ ବି ସେମାନଙ୍କ ସାଙ୍ଗେ ମିତ୍ରତା କରିବା ଏବଂ ମିଳିମିଶି କାମ କରିବା। ଯୋଉଟା ପ୍ରଧାନମନ୍ତ୍ରୀ କହୁଛନ୍ତି ସବକା ସାଥ, ସବକା ବିଶ୍ୱାସ, ସବକା ବିକାଶ, ସବକା ପ୍ରୟାସ। ଏଇଟା ହିଁ ବିକାଶର ମନ୍ତ୍ର। ନବ ଦାସ ତାକୁ ମୁଁ ଛୁଆ ଦିନରୁ ଜାଣେ। ତାଙ୍କର ସ୍ୱଭାବ, ତାଙ୍କର ଆଚରଣ, ତାଙ୍କର ଉଚ୍ଚାରଣ ଛୁଆ ଦିନରୁ ଜାଣେ। କଲେଜ ପାଠ ପଢିଲା ବେଳେ ଆମେ ଉଭୟ ପ୍ରତିପକ୍ଷରେ ଥିଲୁ। ସେ ଗୋଟେ ପକ୍ଷରେ ଏବଂ ଆମେ ଗୋଟେ ପକ୍ଷରେ, ଏବଂ ସେ ସମୟରେ ବୟସ ଦୃଷ୍ଟିରୁ ସେ ପ୍ରତିପକ୍ଷ ଭିତରେ ବହୁ ସମୟରେ ଆମ୍ନା ସାମ୍ନା ମଧ୍ୟ ହଉଥିଲା। ଅରୁଚିକର ପରିସ୍ଥିତି ମଧ୍ୟ ହଉଥିଲା, କିନ୍ତୁ ସେ ଅରୁଚିକର ପରିସ୍ଥିତି ଆମକୁ ପ୍ରଭାବିତ କଲା ନାହିଁ। ଯେତେବେଳେ ପବ୍ଲିକ ଲାଇଫରେ ଆସିଲୁ, ସେ କଂଗ୍ରେସ ପାର୍ଟିରେ ଯୋଗ ଦେଲି, ମୁଁ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଲି, କିନ୍ତୁ ଭିନ୍ନ ପାର୍ଟି ହେବା ସାଙ୍ଗରେ ତାଙ୍କର ସବୁ ସାଙ୍ଗରେ ଯୋଉ ମିତ୍ରତା, ସେ ମିତ୍ରତା ଆଗକୁ ବଢିଲା। ଯେତେବେଳେ ଝାରସୁଗୁଡ଼ା ମୋର କାର୍ଯ୍ୟକ୍ଷେତ୍ର ହେଲା, ସେ ସମୟରେ ନିବିଡ଼ ଭାବରେ ସ୍ୱର୍ଗତ କିଶୋର ମହାନ୍ତି, ସ୍ୱର୍ଗତ ନବ ଦାସ ଦୁହେଁ ବିଧାୟକ ଥିଲେ ଏବଂ ସଂଯୋଗ ବଶତଃ ମୁଁ ସାଂସଦ ଥିଲି। କିନ୍ତୁ ଏ ଯୋଉ ତ୍ରିଭୁଜ, ଏ ତ୍ରିଭୁଜକୁ ନିଖୁଣ ଭାବରେ ଆଙ୍କିବା ପାଇଁ ଆମେ ଯୋଉ ପ୍ରୟାସ କଲୁ, ସେ ପ୍ରୟାସରେ ଆମେ ତିନୋଟି ଶରୀର ଗୋଟିଏ ମନ ଭାବରେ କାମ କରିବାର, ବିକାଶ କରିବାର କାମ କଲୁ। ବହୁତ ତାଚ୍ଛଲ୍ୟ ମଧ୍ୟ ପାଇଛୁ। ଆମର ସମ୍ପର୍କକୁ ବହୁ ଜଣ ତାକୁ ସହଜରେ ନେଲେ ନାହିଁ, ଆପଣମାନେ ମଧ୍ୟ ନେଲେ ନାହିଁ, କିନ୍ତୁ ସେ ସମ୍ପର୍କର ପଛରେ କୌଣସି ଉଦ୍ଦେଶ୍ୟ ନଥିଲା। ଗୋଟିଏ ମାତ୍ର ଉଦ୍ଦେଶ୍ୟ ଥିଲା, ଆସ 5 ବର୍ଷ ସୁଯୋଗ ମିଳିଛି, ମିଶିକରି କାମ କରିବା, ଝାରସୁଗୁଡ଼ାର ବିକାଶ।